ଦୁଃଖ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ। ସେହିପରି ଦୁଃଖର ପାହାଡ଼ ଏବେ ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମ ହରିପାତ୍ରଙ୍କ ଭାଗ୍ୟରେ। ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ୍ 2 ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ହରିଙ୍କ ଭାଗ୍ୟ ହଠାତ୍ କଡ଼ ଲେଉଟାଇ ଦେଲା। କିଛି ବର୍ଷ ପୂର୍ବେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗୋଟିଏ ଗୋଡ଼ ଅଚଳ ହୋଇଯାଇଥିବା ବେଳେ ଆଉ ଚଲାବୁଲା କରିପାରୁନାହାନ୍ତି ସେ। ଏବେ ହୁଇଲ୍ ଚେୟାର ତାଙ୍କ ଆଶ୍ରା ପାଲଟି ଯାଇଥିବା ବେଳେ ତାଙ୍କର ହଠାତ୍ ଅକର୍ମଣ୍ୟ ହୋଇଯିବା ଘରର ସ୍ଥିତିକୁ ଦୋହଲାଇ ଦେଇଛି। ସ୍ୱାମୀ ଅକର୍ମଣ୍ୟ ହୋଇ ଘରେ ବସି ରହିବା ପରେ ସ୍ତ୍ରୀ ଏବେ ମୂଲ ମଜୁରୀ ଲାଗି ଯାହା ଆଣୁଛନ୍ତି ସେଥିରେ ଘର ଚଳୁଛି। ଯାହା ମଜୁରୀ ପାଆନ୍ତି ତାହା ପେଟ ପାଟଣା ସହିତ ସ୍ୱାମୀଙ୍କ ଔଷଧ ଖର୍ଚ୍ଚକୁ ନିଅଣ୍ଟ। ଏ ପରିସ୍ଥିତିରେ ଏକମାତ୍ର ପୁଅର ପାଠପଢ଼ାରେ ସମସ୍ୟା ଦେଖାଦେଉଛି। ସ୍କୁଲ ଖର୍ଚ୍ଚଠାରୁ ବହି କିଣା ସମ୍ଭବ ହୋଇପାରୁନଥିବା ଯୋଗୁଁ ପୁଅର ପାଠପଢ଼ାରେ ଡରିବନ୍ଧା ହେବା ସ୍ଥିତି ପହଞ୍ଚି ସାରିଛି। ଏଯାଏଁ ପ୍ରଶାସନର ସୁଦୃଷ୍ଟି ହରିଙ୍କ ଉପରେ ପଡ଼ିପାରି ନାହିଁ। କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ 15 କିଲୋ ଚାଉଳ ପାଉଥିବା ହରିଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇନଥିବା ଯୋଗୁଁ ଏହାକୁ ନେଇ ଚିନ୍ତାରେ ହରିଙ୍କ ପରିବାର।